ଆମମାନଙ୍କର ପ୍ରାର୍ଥନାକାରୀ ମାନଙ୍କର ଗହଣା ମଧ୍ୟରେ ଈଶ୍ୱରଙ୍କର ବାକ୍ୟ କହିବାରେ ସାହାଯ୍ୟ କରିବେ। प्रभु को महानामକୁ ଗୌରବ ହଉ। ପ୍ରଭୁ ଆମ ସମସ୍ତଙ୍କୁ ସୁସ୍ଥ ସବଳ ସୁରକ୍ଷିତ ଭାବରେ ଆଉ ଏକ ନୂତନ ଦିନ ଆମ୍ଭମାନଙ୍କ ଜୀବନରେ ଯୋଗ କରିଅଛନ୍ତି, ସେଥିପାଇଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ହଉ। ଆଉ ଏତେବେଳେ ପାଳକ ଆଜ୍ଞାଙ୍କୁ ଆଉ ପ୍ରାଚୀନ ଆଜ୍ଞାଙ୍କୁ ନମସ୍କାର ଜଣାଉଛି ଆଉ ମଣ୍ଡଳୀ ସମସ୍ତଙ୍କୁ ମଧ୍ୟ ନମସ୍କାର ଜଣାଉଛି। ଯେତେବେଳେ ପ୍ରଭୁଙ୍କ ଜୀବନ୍ତ ବାକ୍ୟ ଆଜି ଅଧ୍ୟୟନ କରିବାକୁ ଯାକୁବ 2:14-21। ହେ ମୋହର ଭାଇମାନେ, ଯଦି କେହି ମୋହର ବିଶ୍ୱାସ ଅଛି ବୋଲି କୁହେ କିନ୍ତୁ ତାହାର କର୍ମ ନଥାଏ, ତେବେ ସେଥିରେ କି ଲାଭ? ଏହିପରି ବିଶ୍ୱାସ କ'ଣ ତାହାଙ୍କର ପରିତ୍ରାଣ କରିପାରେ? ଯଦି ଜଣେ ଭାଇ ବା ଭଉଣୀ ବସ୍ତ୍ର ଓ ଦୈନିକ ଖାଦ୍ୟହୀନ ହୁଏ, ଆଉ ତୁମ୍ଭମାନଙ୍କ ମଧ୍ୟରୁ କେହି ତାହାକୁ ଶରୀରର ପ୍ରୟୋଜନୀୟ ଦ୍ରବ୍ୟ କିଛି ନ ଦେଇ କୁହେ, କୁସୁମ ଓ ତୃପ୍ତ ହୋଇ କୁଶଳରେ ଯାଅ, ତେବେ ସେଥିରେ କି ଲାଭ? ସେହିପରି ମଧ୍ୟ ବିଶ୍ୱାସ କର୍ମ ବିନା ନିଜେ ମୃତ। କିନ୍ତୁ କେହି ଅବା କହିବ, ତୁମର ବିଶ୍ୱାସ ଅଛି, ପୁଣି ମୋହର କର୍ମ ଅଛି, କର୍ମ ବିନା ତୁମର ବିଶ୍ୱାସ ମୋତେ ଦେଖାଅ, ଆଉ ମୋ କର୍ମ ଦ୍ୱାରା ତୁମକୁ ମୋହର ବିଶ୍ୱାସ ଦେଖାଇବି। ଈଶ୍ୱର ଯେ ଏକମାତ୍ର, ଏହା ତୁମ୍ଭେ ବିଶ୍ୱାସ କରୁଅଛ, ଭଲ କଥା। ଭୂତମାନେ ମଧ୍ୟ ବିଶ୍ୱାସ କରି ଥରହର ହୁଅନ୍ତି। କିନ୍ତୁ ହେ ନିର୍ବୋଧ ମନୁଷ୍ୟ, କର୍ମ ବିନା ବିଶ୍ୱାସ ଯେ ନିଷ୍ଫଳ, ଏହା କ'ଣ ଜାଣିବାକୁ ଇଚ୍ଛା କରୁଅଛ? ଆମ୍ଭମାନଙ୍କ ପିତା ଅବ୍ରାହମ ବେଦୀ ଉପରେ ଆପଣା ପୁତ୍ର ଇସାକଙ୍କୁ ଉତ୍ସର୍ଗ କରିବା ବେଳେ କ'ଣ କର୍ମ ଦ୍ୱାରା ଭାଗବତ ହୋଇନଥିଲେ? ପ୍ରତି ପ୍ରାର୍ଥନା କରିଦେବେ ପାଳକ। ବାକ୍ୟର ବିଷୟରେ ପ୍ରଭୁ ତୁମର ମହାନ ନାମକୁ ଧନ୍ୟବାଦ ଦେଉଛୁ। ପ୍ରଭୁ ତୁମେ ବାକ୍ୟ ମାଧ୍ୟମରେ ତୁମେ କଥା କୁହ। ହଁ ପିତା, ନିଜର ଜ୍ଞାନ ବୋଧରେ କୌଣସି ବିଷୟ ଆମମାନଙ୍କର ଗହଣରେ ଉପସ୍ଥାପନ ନ କରି ତୁମରି ପବିତ୍ର ଆତ୍ମା ଅଭିଷେକ କର। ତୁମରି ବୁଦ୍ଧି ତୁମରି ଜ୍ଞାନରେ ଯେପରି ଜୀବନ୍ତ ବାକ୍ୟ କହିପାରିବେ, ସେଥି ନିମନ୍ତେ ତୁମେ ସାହାଯ୍ୟ କର। ମଙ୍ଗଳମୟ ପ୍ରଭୁ ତୁମେ ନିର୍ଗତ ହୁଅ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍।